ସାଙ୍ଗମାନେ ଏଇ ଭିଡିଓକୁ ଧ୍ୟାନ ଦେଇକି ଦେଖନ୍ତୁ। ଜଣେ 12 ବର୍ଷର ପିଲା ଧୁ ଧୁ ଖରାରେ ଇଟାଭାଟିରେ କାମ କରୁଛି। ନା ପାଦରେ ଜୋତା ଅଛି ନା କୌଣସି ଆରାମ, ବାସ୍ ଧୂଳି ଝାଳ ଆଉ ଗୋଟିଏ ଏମିତି ପିଲାଦିନ ଯାହା କେବେ ହୁଏତ ପିଲାଦିନ ରହି ହିଁ ନାହିଁ। ଏବେ ଟିକେ ଏଇ ଫଟୋକୁ ଦେଖନ୍ତୁ। ସେଇ ବୟସର ଆଉ ଗୋଟିଏ ପିଲା ଏସିର ଥଣ୍ଡା ପବନରେ ବସିଛି। ବହି ସହିତ ଗୋଟିଏ ସ୍ୱପ୍ନ ନେଇକି ବସିଛି। ନା କୌଣସି ଧୂଳି, ନା କୌଣସି ଖରା, ନା କୌଣସି ଡର, କେବଳ ପରିଶ୍ରମ, କେବଳ ପାଠପଢ଼ା ଆଉ ଗୋଟିଏ ଉନ୍ନତ ଭବିଷ୍ୟତର ଆଶା। ଥରେ ଭାବନ୍ତୁ, କ'ଣ ଇଟାଭାଟିରେ ମଜୁରିଆ ଭାବରେ କାମ କରିବା ସହଜ, ନା ଏସି ତଳେ ବସି ପାଠ ପଢ଼ିବା ଅଧିକ କଷ୍ଟ? ପ୍ରକୃତରେ କହିବା ପାଇଁ ଗଲେ ପାଠପଢ଼ା କେବେ କଠିନ ହୋଇନଥାଏ, ପରିସ୍ଥିତି କଠିନ ହୋଇଥାଏ। ଏହି ଦୁନିଆରେ ଏମିତି ଅନେକ ପିଲା ଥାଆନ୍ତି ଯେଉଁମାନଙ୍କ ପାଖରେ ସୁଯୋଗ ନଥାଏ, ଆଉ ଯେଉଁମାନଙ୍କ ପାଖରେ ଥାଏ ସେମାନେ ତାକୁ ଅଳସୁଆମି କରି ହରାଇ ଦିଅନ୍ତି। ଯଦି ଆପଣ ପାଠ ପଢ଼ି ପାରୁଛନ୍ତି ତ ଏହା କୌଣସି ବରଦାନ ଠାରୁ କମ୍ ନୁହେଁ, କାରଣ ସବୁ ପିଲା ଏତିକି ଭାଗ୍ୟଶାଳୀ ହୋଇନଥାନ୍ତି। ଯେଉଁ ପିଲା ଇଟାଭାଟିରେ ଇଟା ଉଠାଉଛି, ହୁଏତ ସିଏ ବି ପାଠ ପଢ଼ିବାକୁ ଚାହୁଁଥିବ, ହୁଏତ ସିଏ ବି ଗୋଟିଏ ଭଲ ଜୀବନ ଜିଇବା ପାଇଁ ଚାହୁଁଥିବ, କିନ୍ତୁ ପରିସ୍ଥିତି ତାକୁ ବହିଠାରୁ ଦୂରେଇ ଦେଇଛି। କିନ୍ତୁ ଯଦି ଆପଣ ସେଇ ସବୁ ଭାଗ୍ୟଶାଳୀ ପିଲାମାନଙ୍କ ଭିତରେ ଅଛନ୍ତି ଯେଉଁମାନଙ୍କୁ ବହି ମିଳିଛି, ସ୍କୁଲ ମିଳିଛି, ତ ଏହି ସୁଯୋଗକୁ ଏମିତି ହିଁ ଯିବାକୁ ଦିଅନ୍ତୁ ନାହିଁ। କାରଣ ଏହା ସେଇ ସୁଯୋଗ ହେଇଥାଏ ଯାହା ଗୋଟିଏ ଝୁମ୍ପୁଡ଼ିରେ ରହୁଥିବା ପିଲାକୁ ଅଫିସର ବନେଇ ଦିଏ, କୌଣସି ଗାଁର ଯୁବକକୁ ସହରର ହିରୋ ବନେଇ ଦିଏ। ପାଠପଢ଼ା କଷ୍ଟ ହୋଇନଥାଏ, କିନ୍ତୁ ଜୀବନର ପ୍ରକୃତ ଯୁଦ୍ଧ ତାଠାରୁ ବି ଅଧିକ କଷ୍ଟସାଧ୍ୟ ହୋଇଥାଏ। ଆଜିର ଅଳ୍ପ ପରିଶ୍ରମ ଆସନ୍ତାକାଲିର ବଡ଼ ଜିତର କାରଣ ବନିଥାଏ। ତ ସାଙ୍ଗମାନେ, ଯେବେ ବି ହାର ମାନିଯିବାକୁ ମନ କରିବ, ଯେବେ ବି ଲାଗିବ କି ପାଠପଢ଼ା ବୋଝ ବୋଲି, ତ ଏଇ ଦୁଇଟି ପିକ୍ଚର ମନେ ପକାଇବେ। ଗୋଟିଏ ଯିଏକି ମଜବୁରିରେ ପରିଶ୍ରମ କରୁଛି, ଆଉ ଗୋଟିଏ ଯିଏକି ନିଜ ସ୍ୱପ୍ନ ପାଇଁ ପରିଶ୍ରମ କରିପାରିବ। ତ ସାଙ୍ଗମାନେ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆପଣଙ୍କ ମତାମତ କମେଣ୍ଟ କରିକି ଜଣାନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।